ଆଜିଠୁ ଲାଗୁ ହେଲା ନୂଆ ନିୟମ ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା 60 ବର୍ଷର ଊର୍ଦ୍ଧ୍ୱଙ୍କ ପାଇଁ ବଢ଼ିଛି ଭତ୍ତା। ଏତେ ଦିନର ଅପେକ୍ଷାର ଅନ୍ତ ଘଟିଛି, ଲାଗୁ ହୋଇଛି ନୂଆ ନିୟମ। ସରକାର ନୂଆ ଘୋଷଣା କରିଛନ୍ତି। ପୂର୍ବରୁ ଯେଉଁ ନିୟମ ଆପ୍ଲାଏ କରିଥିଲେ, ଯେଉଁ ନିୟମ ଲାଗୁ କରିଥିଲେ, ସେଥିରେ ପରିବର୍ତ୍ତନ ଆସିଛି। 60 ବର୍ଷର ଊର୍ଦ୍ଧ୍ୱଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଘଟି କେତେ ହୋଇଛି? 3000 3500 ଟଙ୍କା କାହାକୁ ମିଳିବ? ଏହି ମାସଠାରୁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧିର ନୂଆ ନିୟମ ଲାଗୁ ହେବାକୁ ଯାଉଛି ଏବଂ ମିଳିବା ଆରମ୍ଭ ମଧ୍ୟ ହୋଇଗଲାଣି। ଆପଣମାନେ ତ ସମସ୍ତେ ଜାଣିଥିବେ କି 3000 3500 ଟଙ୍କା ବୃଦ୍ଧିକୁ ନେଇ ଲାଗୁ ହୋଇଥିଲା ନୂଆ ନିୟମ ଏବଂ ଯେଉଁ ନିୟମ ଲାଗୁ ହେବା ପରେ 80 ବର୍ଷର ଊର୍ଦ୍ଧ୍ୱଙ୍କ ପାଇଁ କେବଳ ମିଳିବ ବୋଲି କୁହାଯାଇଥିଲା ଏବଂ ତାପରେ ବହୁତ ଗୁଡ଼ିଏ ତର୍କ ବିତର୍କ ଦେଖିବାକୁ ମିଳିଥିଲା, ଅସନ୍ତୋଷ ଦେଖିବାକୁ ମିଳିଥିଲା ସାଧାରଣରେ। ଆଉ ତାପରେ ସରକାର କହିଥିଲେ କି ଏହି ଘଟଣାକୁ ମୁଁ ବିଚାର ବିଭାଗକୁ ପଠାଉଛି ଏବଂ ପରବର୍ତ୍ତୀ ସମୟରେ ନୂଆ ନିୟମ ବହୁତ ଜଲ୍ଦି ଏଥିରେ ସଂଶୋଧନ ଆସିବ ଏବଂ 60 ବର୍ଷର ଊର୍ଦ୍ଧ୍ୱଙ୍କ ପାଇଁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଘଟିବ। ଆଉ ପ୍ରତିଶ୍ରୁତି ରଖିବେ ସରକାର ଏବଂ ବର୍ତ୍ତମାନ ସମୟ ଦେଖିବେ 60 ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା କେତେ ବୃଦ୍ଧି ଘଟିଛି ଏବଂ ଏହି ନିୟମ ଲାଗୁ ହେବା ପରେ କେଉଁମାନେ ଖୁସି ହୋଇଛନ୍ତି ସବୁକିଛି ବିଷୟରେ ଆପଣମାନେ ଆଗକୁ ଜାଣିଯିବେ। କିନ୍ତୁ ତା ପୂର୍ବରୁ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରକୃତରେ ମୋହନ ସରକାରଙ୍କୁ ତାଙ୍କର ନିୟମାବଳୀକୁ ପସନ୍ଦ କରୁଛନ୍ତି ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ଆପଣମାନଙ୍କୁ ମୋହନ ମାଝୀଙ୍କର ସରକାର କେତେ ମାତ୍ରାରେ ପସନ୍ଦ ଆସେ। ତେବେ ଦର୍ଶକ ବନ୍ଧୁ, 60 ବର୍ଷର ଊର୍ଦ୍ଧ୍ୱଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବା ପରେ ସରକାର କହିଥିଲେ କି ଏହାର ପୁନଃ ବିଚାର ହେବ ଏବଂ ନୂଆ ନିୟମ ବହୁତ ଜଲ୍ଦି ପାସ୍ ହେବ। ପୂର୍ବରୁ ସରକାରଙ୍କର ପ୍ରତିଶ୍ରୁତି ହିସାବରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଘଟିଥିଲା, ହେଲେ 80 ବର୍ଷର ଊର୍ଦ୍ଧ୍ୱଙ୍କୁ ଆଉ ଦିବ୍ୟାଙ୍ଗମାନଙ୍କୁ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ 3000 3500 ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଘଟିବ ଏବଂ ତାଙ୍କୁ ମିଳିବ। ଏବଂ ଏହି ଖବର ଆସିବା ପରେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। 60 ବର୍ଷର ଊର୍ଦ୍ଧ୍ୱଙ୍କ ପାଇଁ କାହିଁକି ଭତ୍ତା ଟଙ୍କା ବଢ଼ିଲାନି? ସରକାର ଘୋଷଣା କରିଥିଲେ କି ଇଲେକ୍ସନ୍ ସମୟରେ ବାର୍ଦ୍ଧକ୍ୟ ଭତ୍ତା 3300 3500 ଟଙ୍କା ବଢ଼ିବ ଏବଂ ସରକାର ଏମିତି କ'ଣ ଛଳନା କଲେ ସମସ୍ତଙ୍କ ସହିତ, ଯେଉଁଥିପାଇଁ ଅସନ୍ତୋଷ ଲାଗି ରହିଥିଲା ଏବଂ ଯେଉଁଥିପାଇଁ ସରକାର କହିଥିଲେ କି ପୁନଃ ବିଚାର କରିବେ। ଏବଂ ବର୍ତ୍ତମାନ ସମୟରେ ଯାହା ଏକ ବଡ଼ ଅପଡେଟ୍ ରହିଛି କି ସରକାର ବହୁତ ଜଲ୍ଦି ଆ ଉପରେ ଘୋଷଣା କରିବେ ଯେ 60 ବର୍ଷ ଊର୍ଦ୍ଧ୍ୱଙ୍କ ପାଇଁ କେତେ ଟଙ୍କା ବୃଦ୍ଧି ଘଟିବ।